କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ, ଆଜିର ଭିଡିଓଟି ହେଉଛି ପ୍ରାଥମିକ ଶିକ୍ଷାରେ ମାତୃଭାଷାର ଗୁରୁତ୍ୱ ଉପରେ। ତା ଉପରେ ଏକ କ୍ଷୁଦ୍ର ରଚନା ଲେଖା ହେଇଛି, ତ ଜାଣିବା କଣ ରହିଛି। ଭାଷା ହେଉଛି ଶିକ୍ଷାର ମୂଳଦୁଆ ଏବଂ ମାତୃଭାଷା ପିଲାର ପ୍ରାରମ୍ଭିକ ଭାଷା ଯାହା ପିଲାଟି ଶିଖେ। ଏହା ହେଉଛି ପ୍ରଭାବଶାଳୀ ଏବଂ ସର୍ବୋତ୍ତମ ମାଧ୍ୟମ। ପ୍ରାଥମିକ ଶିକ୍ଷାରେ ଶିକ୍ଷାର ମାଧ୍ୟମ ଭାବରେ ମାତୃଭାଷାର ବ୍ୟବହାର ଜ୍ଞାନାତ୍ମକ ବିକାଶକୁ ବୃଦ୍ଧି କରେ। ପିଲାମାନେ ଯେଉଁ ଭାଷା ସହିତ ପରିଚିତ, ସେହି ଭାଷାରେ ଶିକ୍ଷା ଗ୍ରହଣ କଲେ ଧାରଣା ଗୁଡ଼ିକୁ ଭଲ ଭାବରେ ବୁଝି ହୁଏ। ମାତୃଭାଷା ସ୍ପଷ୍ଟ ଏବଂ ଆତ୍ମବିଶ୍ୱାସର ସହିତ ଚିନ୍ତାଧାରା ପ୍ରକାଶ କରିବାକୁ ଅନୁମତି ଦିଏ। ସୃଜନଶୀଳତା ଏବଂ ସମାଲୋଚନାମୂଳକ ଚିନ୍ତାଧାରା ପ୍ରୋତ୍ସାହିତ କରେ। ଅଧ୍ୟୟନରୁ ଜଣାପଡ଼ିଛି ଯେ ଯେଉଁମାନେ ନିଜ ମାତୃଭାଷାରେ ପ୍ରାଥମିକ ଶିକ୍ଷା ଗ୍ରହଣ କରନ୍ତି, ସେମାନେ ଗଣିତ, ବିଜ୍ଞାନ ଏବଂ ସାମାଜିକ ଅଧ୍ୟୟନ ଭଳି ବିଷୟଗୁଡ଼ିକରେ ଭଲ ପ୍ରଦର୍ଶନ କରନ୍ତି। ଯେତେବେଳେ ମାତୃଭାଷାରେ ବିଷୟବସ୍ତୁକୁ ବୁଝାଯାଏ, ପିଲାମାନେ ସହଜରେ ସେହି ଜ୍ଞାନକୁ ପରବର୍ତ୍ତୀ ସମୟରେ ଦ୍ୱିତୀୟ ଭାଷାକୁ ସ୍ଥାନାନ୍ତର କରିପାରନ୍ତି। ମାତୃଭାଷା ସାଂସ୍କୃତିକ ପରିଚୟ ଏବଂ ଐତିହ୍ୟକୁ ସୁଦୃଢ଼ କରେ। ଭାଷା, ପରମ୍ପରା, ମୂଲ୍ୟବୋଧ ଏବଂ ଇତିହାସ ସହିତ ଗଭୀର ଭାବରେ ଜଡ଼ିତ। ନିଜ ମାତୃଭାଷାରେ ଶିକ୍ଷା ଦ୍ୱାରା ପିଲାମାନେ ନିଜ ସଂସ୍କୃତି ପ୍ରତି ଆତ୍ମୀୟତା ଏବଂ ଗୌରବର ଏକ ଦୃଢ଼ ଭାବନା ବିକଶିତ କରନ୍ତି। ଏହା ଭାଷାଗତ ବିବିଧତା ପ୍ରତି ସମ୍ମାନକୁ ମଧ୍ୟ ପ୍ରୋତ୍ସାହିତ କରେ ଏବଂ ସାମାଜିକ ସମନ୍ୱୟକୁ ଉତ୍ସାହିତ କରେ। ପ୍ରାରମ୍ଭିକ ଶିକ୍ଷାରେ ମାତୃଭାଷା ବ୍ୟବହାର କରିବା ଦ୍ୱାରା ଶିକ୍ଷଣ ବୋଝ ହ୍ରାସ ପାଏ। ପିଲାମାନଙ୍କୁ ଏକ ଅପରିଚିତ ଭାଷା ସହିତ ସଂଘର୍ଷ କରିବାକୁ ପଡ଼େ ନାହିଁ, ଯାହା ସେମାନଙ୍କୁ ଭାଷା ପ୍ରତିବନ୍ଧକ ଅପେକ୍ଷା ବିଷୟବସ୍ତୁ ଉପରେ ଧ୍ୟାନ ଦେବାକୁ ଅନୁମତି ଦିଏ। ଏହା ଶ୍ରେଣୀ ଗୃହରେ ଉତ୍ତମ ସମ୍ପର୍କ ଏବଂ ପ୍ରେରଣା ସୃଷ୍ଟି କରେ। ସରକାର ଏବଂ ଶିକ୍ଷାନୁଷ୍ଠାନ ଗୁଡ଼ିକ ବିଶ୍ୱବ୍ୟାପୀ ମାତୃଭାଷା ଭିତ୍ତିକ ଶିକ୍ଷାର ଗୁରୁତ୍ୱକୁ ସ୍ୱୀକାର କରନ୍ତି। ସାକ୍ଷରତା ହାର ଏବଂ ଶିକ୍ଷାଗତ ଫଳାଫଳକୁ ଉନ୍ନତ କରିବା ପାଇଁ ମାତୃଭାଷାରେ ପ୍ରାଥମିକ ଶିକ୍ଷା ପାଇଁ ମିଳିତ ଜାତିସଂଘ ଏବଂ ୟୁନେସ୍କୋ ସମର୍ଥନ କରନ୍ତି। ତଥାପି ଏହାର ଲାଭ ସତ୍ତ୍ୱେ ଅନେକ ସ୍କୁଲ ଆଞ୍ଚଳିକ ଭାଷା ଅପେକ୍ଷା ପ୍ରଭାବଶାଳୀ ଭାଷାକୁ ପ୍ରାଥମିକତା ଦିଅନ୍ତି। ଏହା ଦ୍ୱାରା ଭାଷା କ୍ଷତି ଏବଂ ସାଂସ୍କୃତିକ କ୍ଷୟ ହୋଇପାରେ। ବହୁଭାଷୀ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଅତ୍ୟନ୍ତ ଜରୁରୀ, ଯେଉଁଠାରେ ପିଲାମାନେ ଧୀରେ ଧୀରେ ଅତିରିକ୍ତ ଭାଷାରେ ଦକ୍ଷତା ଅର୍ଜନ କରିବା ସହିତ ସେମାନଙ୍କ ମାତୃଭାଷା ଶିଖନ୍ତି। ମାତୃଭାଷା ଭିତ୍ତିକ ପ୍ରାଥମିକ ଶିକ୍ଷା ଶିକ୍ଷଣକୁ ବୃଦ୍ଧି କରେ, ସାଂସ୍କୃତିକ ପରିଚୟକୁ ସୁଦୃଢ଼ କରେ ଏବଂ ଜ୍ଞାନାତ୍ମକ ବିକାଶକୁ ପ୍ରୋତ୍ସାହିତ କରେ। ଏହା ଏକ ଦୃଢ଼ ଶିକ୍ଷାଗତ ଭିତ୍ତିଭୂମି ସୃଷ୍ଟି କରେ, ଯାହା ପିଲାମାନଙ୍କୁ ଶିକ୍ଷାଗତ ଏବଂ ସାମାଜିକ ଭାବରେ ସଫଳ ହେବାକୁ ସକ୍ଷମ କରିଥାଏ। ମାତୃଭାଷା ଶିକ୍ଷାକୁ ଗ୍ରହଣ କରି ଆମେ ଯୁବପିଢ଼ି ପାଇଁ ଏକ ଅଧିକ ଅନ୍ତର୍ଭୁକ୍ତ, ପ୍ରଭାବଶାଳୀ ଏବଂ ସମୃଦ୍ଧ ଶିକ୍ଷଣ ଅଭିଜ୍ଞତା ସୁନିଶ୍ଚିତ କରିପାରିବା। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ଟିକେ ଲାଇକ୍ କରିଦେବ, ଆଉ ଭିଡ଼ିଓକୁ ଅନ୍ୟମାନଙ୍କ ସହିତ ସେୟାର କର। ଚ୍ୟାନେଲକୁ ପ୍ଲିଜ୍ ସବସ୍କ୍ରାଇब କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ଭିଡ଼ିଓ ଅପଲୋଡ଼ ହେଲେ ନୋଟିଫିକେସନ ପହଞ୍ଚିବ, ଆମେ ମିଶିକି ପଢ଼ିପାରିବା, ବୁଝିପାରିବା ଏବଂ ଜାଣିପାରିବା। ତାହେଲେ ଦେଖା ହେବ ଆଗାମୀ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।